ଚାକିରି ହେଉ କି ବ୍ୟବସାୟ, ଟଙ୍କା ସେଭିଂ କରିବା ଭାରି କଷ୍ଟ। କିନ୍ତୁ ଭବିଷ୍ୟତ ପାଇଁ ଅଳ୍ପ ପରିମାଣରେ ଟଙ୍କା ସଞ୍ଚୟ କଲେ ଅନେକ ଫାଇଦା ମିଳେ। ସମସ୍ତେ ଚାହାନ୍ତି କିପରି ନିଜ ଟଙ୍କା ବୃଦ୍ଧି ହେବ। ସେଥିପାଇଁ ସମସ୍ତେ ବିଭିନ୍ନ ଉପାୟ ଆପଣାନ୍ତି। କିନ୍ତୁ ଆପଣ ଜାଣନ୍ତି କି ମାତ୍ର 333 ଟଙ୍କା ନିବେଶ କରି ଆପଣ 17 ଲକ୍ଷ ଟଙ୍କା ପାଇପାରିବେ। ଏହା ହେଉଛି ପୋଷ୍ଟ ଅଫିସର ଏକ ଦମଦାର ଯୋଜନା। ଏବେ ହିଁ ଆପଣ ଏହି ଯୋଜନାର ଲାଭ ଉଠାନ୍ତୁ। ତେବେ ଆପଣ ଭାବୁଥିବେ କ'ଣ ଏହି ଯୋଜନା? କିପରି ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ? ତେବେ ଆସନ୍ତୁ ଜାଣିବା ଏହି ଯୋଜନା ସମ୍ପର୍କରେ। ପୋଷ୍ଟ ଅଫିସ ଯୋଜନାରେ ପ୍ରତିଦିନ ଅଳ୍ପ ପରିମାଣର ସଞ୍ଚୟ କରି ଏକ ଯଥେଷ୍ଟ ପରିମାଣର ପାଣ୍ଠି ଗଠନ କରିବା ସହଜ ଏବଂ ସବୁଠାରୁ ଭଲ କଥା ହେଉଛି ସମଗ୍ର ନିବେଶ ସୁରକ୍ଷିତ ହୋଇଥାଏ। ଲୋକମାନେ ସର୍ବଦା ପୋଷ୍ଟ ଅଫିସ କ୍ଷୁଦ୍ର ସଞ୍ଚୟ ଯୋଜନାରେ ଦୃଢ଼ ବିଶ୍ୱାସ ରଖିଛନ୍ତି। ସରକାରୀ ଗ୍ୟାରେଣ୍ଟି ଏବଂ ସ୍ଥିର ସୁଧ ହାର ସେମାନଙ୍କୁ ଆହୁରି ମଜବୁତ କରିଥାଏ। ଏହି କାରଣରୁ ଆର୍‌ଡି ଯୋଜନାକୁ ଅନେକ ଲୋକ ନିବେଶ କରନ୍ତି। ଏଥିରେ ନିବେଶ କରିବା ସହଜ ଏବଂ ସମୟ ସହିତ ଏକ ଛୋଟ ପରିମାଣର ନିବେଶ ମଧ୍ୟ ଏକ ଯଥେଷ୍ଟ ପରିମାଣର ପାଣ୍ଠି ଗଠନ କରିପାରିବ। ଏହି କାରଣରୁ ଲୋକମାନେ ଏହା ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଯଦି କେହି ପ୍ରତିଦିନ ପ୍ରାୟ 333 ଟଙ୍କା ସଞ୍ଚୟ କରନ୍ତି ଏବଂ ପ୍ରତି ମାସରେ ଆର୍‌ଡିରେ 10,000 ଟଙ୍କା ଜମା କରନ୍ତି, ତେବେ ସେମାନେ 10 ବର୍ଷ ପରେ ପ୍ରାୟ 17 ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିପାରିବେ। ପୋଷ୍ଟ ଅଫିସ ବର୍ତ୍ତମାନ ଆର୍‌ଡି ଯୋଜନାରେ ବାର୍ଷିକ 6.7% ସୁଧ ହାର ପ୍ରଦାନ କରେ। ଆକାଉଣ୍ଟ ଖୋଲିବା ପ୍ରକ୍ରିୟା ସରଳ ଏବଂ 10 ବର୍ଷରୁ ଅଧିକ ବୟସର ପିଲାମାନେ ମଧ୍ୟ ଆକାଉଣ୍ଟ ଖୋଲିପାରିବେ। 18 ବର୍ଷ ବୟସ ହେବା ପରେ ପିଲାଟି ସେମାନଙ୍କର KYC ଅପଡେଟ୍ କରିପାରିବେ ଏବଂ ନିଜେ ଆକାଉଣ୍ଟ ପରିଚାଳନା କରିପାରିବେ। 10,000ର ମାସିକ ଜମାରେ ପ୍ରଥମ 5 ବର୍ଷର ମୋଟ 6 ଲକ୍ଷ ଟଙ୍କା ହୋଇଥାଏ, ଯାହା ପ୍ରାୟତଃ 1.13 ଲକ୍ଷ ଟଙ୍କା ସୁଧ ପ୍ରଦାନ କରେ। ପରବର୍ତ୍ତୀ 5 ବର୍ଷ ପାଇଁ ଏହାକୁ ଜାରି ରଖିବା ଦ୍ୱାରା ମୋଟ ଜମା 12 ଲକ୍ଷରେ ପହଞ୍ଚେ ଏବଂ ସମଗ୍ର 10 ବର୍ଷର ଅବଧି ପାଇଁ ସୁଧ ପ୍ରାୟ 5.8 ଲକ୍ଷରେ ପହଞ୍ଚିଥାଏ। ଚୂଡ଼ାନ୍ତ ଆମାଉଣ୍ଟ ପ୍ରାୟ 17,08,000 ଟଙ୍କା ହୋଇଥାଏ। ଏହି ଯୋଜନା ଛୋଟ ପାଣ୍ଠି ଥିବା ନିବେଶକମାନଙ୍କ ପାଇଁ ମଧ୍ୟ ଉପଯୁକ୍ତ ଅଟେ।